ନିୟମର ଭବିଷ୍ୟତବାଣୀ ନୂତନ ନିୟମରେ ସଫଳ ହେଲା। ଆଉ ପ୍ରଥମରେ ଆଉ ମେଷପାଳକ ମାନଙ୍କୁ ଯେତେବେଳେ ବାଦ ଦିଆଗଲା, ମେଷପାଳକ ମାନେ ଆମେ ଦେଖିଲୁ ଲୁକ 2:16 ପଦରେ ସେମାନେ ଶୀଘ୍ର ଉଠିଗଲେ ଏବଂ ଶିଶୁ ଯୀଶୁଙ୍କୁ ସେଇ ବେଥଲେହେମର ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିଲେ ଏବଂ ସେମାନେ ପ୍ରଭୁଙ୍କର ଗୌରବ କଲେ। ଆମୋସ କହୁଛନ୍ତି ଭବିଷ୍ୟତବାଣୀ ହେଇଥିଲା ପ୍ରଭୁଙ୍କର, ନୂତନ ନିୟମରେ ସଫଳ ହେଲା। ଆମୋସ କିନ୍ତୁ କହୁଛନ୍ତି ଆଉ ଟିକେ ଆଗକୁ ଯାଇ ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ। ଜଣଙ୍କର ଆଗମନ ହେବାର ଥିଲା ଉଦ୍ଧାରକର୍ତ୍ତା ଭାବରେ, ସେ ଜନ୍ମଗ୍ରହଣ କରି ସାରିଛନ୍ତି, କିନ୍ତୁ ଆଉ ସେହି ପରମେଶ୍ୱର ଜନ୍ମଗ୍ରହଣ କରିବେ ନାହିଁ ଏକ ବିଚାରକର୍ତ୍ତା ଭାବରେ, ଏକ ଆଉ ସମସ୍ତଙ୍କର ଫଳର ସମସ୍ତ ହିସାବ କିତାବ ଧରିକି ଆସିବା ପାଇଁ ଯେ ପ୍ରସ୍ତୁତ, ତାଙ୍କ ସହିତ ସାକ୍ଷାତ କରିବାକୁ ତୁମେ ପ୍ରସ୍ତୁତ ହୁଅ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ନିଶ୍ଚିତ ଭାବରେ ଆମେ ଏକ ଅପେକ୍ଷାରେ ଅଛୁ। ହୁଏତ ଆମେ ଆନନ୍ଦ ସହକାରେ ବଡ଼ଦିନକୁ ସବୁ ବର୍ଷ ପରି ପ୍ରଭୁ ଯୀଶୁଙ୍କର ଜନ୍ମକୁ ଆମେ ମନେ ପକାଉଛୁ ଏବଂ ପାଳନ କରୁଛୁ, ନିତାନ୍ତ ଭାବରେ ଠିକ କଥା। କିନ୍ତୁ ଏହା ବି ଆମକୁ ଭୁଲିବାକୁ ହବ ନାହିଁ ଯେ ଆମେ ଜଣଙ୍କର ଅପେକ୍ଷାରେ ଅଛୁ, ସେଇ ଶିଶୁ ଯୀଶୁ ଆଉ ଶିଶୁ ହେଇକି ଆସିବେ ନାହିଁ, ଏକ ବିଚାରକର୍ତ୍ତା ଭାବରେ ଆସିବେ। ତାଙ୍କୁ ସାକ୍ଷାତ କରିବା, ତାଙ୍କ ସହିତ ସାକ୍ଷାତ କରିବା, ଏହା ଆମମାନଙ୍କର ଗୋଟେ ମୂଳ ପ୍ରସଙ୍ଗ, ପରମେଶ୍ୱରଙ୍କ ସହିତ ସାକ୍ଷାତ। ଏ ବର୍ଷ ବଡ଼ ଦିନରେ ଆମେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା। କି ପ୍ରକାର ଭାବରେ ଯୋଉ ସ୍ଥାନରେ କି ପରମେଶ୍ୱର ରୁହନ୍ତି, ଯୋଉ ଲୋକଙ୍କୁ କି ପରମେଶ୍ୱର ଭେଟନ୍ତି, ଯୋଉ ବ୍ୟକ୍ତି କି ପରମେଶ୍ୱରଙ୍କ ସହିତ ସାକ୍ଷାତ କରନ୍ତି, ଆଉ ତାଙ୍କ ପାଇଁ ତାଙ୍କର ଜୀବନ ହଉଛି ସେଇ ବଡ଼ ଦିନ ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଯୋଉ ସାକ୍ଷାତ କରିବା, ଏହା ସାଧାରଣ ବିଷୟ ନୁହଁ। ଆମେ ଅଳ୍ପ ଅଳ୍ପ ଚୁମ୍ବକ ଭାବରେ, ମୋ ପାଖରେ ସମୟ ବହୁତ କମ୍ ଯେ ସାକ୍ଷାତ କରିବା ପାଇଁ, ଜଣକୁ ସାକ୍ଷାତ କରିବା ପାଇଁ, ଜଣକୁ ଆମେ ସାକ୍ଷାତ କରିବା ପାଇଁ ଆମମାନଙ୍କୁ ଠିକ ୱେରେ ଯିବାକୁ ପଡିବ। ପ୍ରଥମ ବିଷୟ, ଠିକ ରାସ୍ତାରେ ଆମେ ଚାଲିବା ଦରକାର। ବିଳାପ 3:40 ପଦରେ ମୁଁ ପଢିବା ପାଇଁ କହୁନି, ଯେ ବିଳାପ ପୁସ୍ତକ 3:40 ଏ ପ୍ରକାର ଲେଖାଯାଏ, ପ୍ରଭୁ ତୁମେ ଆମମାନଙ୍କର ଗନ୍ତବ୍ୟ ପଥକୁ ଦେଖାଅ, ଯେପରି ଆମେ ସେଇ ପଥରେ ଗମନ କରିବୁ। ଠିକ ରାସ୍ତାରେ ଆଉ ଚାଲିଲେ ଯାଇକି ଆମମାନଙ୍କର ଉଦ୍ଧାରକର୍ତ୍ତାଙ୍କୁ, ଆମମାନଙ୍କ ପରମେଶ୍ୱରଙ୍କୁ ସାକ୍ଷାତ କରିବାକୁ ପାରିବା। ଆଉ ସେଇ ସାକ୍ଷାତ ହିଁ ଆମମାନଙ୍କୁ ବଡ଼ ଦିନ, ସେଇ ସାକ୍ଷାତ ହିଁ ଆମମାନଙ୍କ ପାଇଁ ଏକ ଖ୍ରୀଷ୍ଟମାସର ଆନନ୍ଦ ଆସିବ। ନହେଲେ ବର୍ଷ ବର୍ଷ ଚାଲିଯିବ ବିନା ସାକ୍ଷାତରେ। ଆମେ ପର୍ବ ପାଳନ, ବିଭିନ୍ନ ପ୍ରକାର ଜାକଜକମର, ବିଭିନ୍ନ ପ୍ରକାର ଏନ୍ଜୟମେଣ୍ଟର ସମସ୍ତ ବିଷୟ ହେବ, ଏବଂ କିନ୍ତୁ ଯାହା ପାଇଁ ଆମେ ପାଳନ କରୁଛୁ ତାଙ୍କୁ ଯଦି ଆମେ ସାକ୍ଷାତ କରିପାରିବା ନାହିଁ, ଆମମାନଙ୍କର ଖ୍ରୀଷ୍ଟମାସ ବୃଥାରେ ଚାଲିଯିବ। ପଣ୍ଡିତ ମାନେ, ଯୋଉମାନେ ଶିକ୍ଷାବିତ ମାନେ, ଯୋଉମାନେ ପଣ୍ଡିତ ମାନେ ଦେଖୁଛନ୍ତି, ଗୋଟେ ତାରା ଗଣନା କରିକି ଜାଣିଲେ ଯେ ବର୍ଷ ବର୍ଷ ତଳେ ଯୋଉ ଉଦ୍ଧାରକର୍ତ୍ତାଙ୍କର ଜନ୍ମ, ଯିଶାୟଙ୍କ ଗଣ୍ଡିରୁ ଗୋଟିଏ ତାରା ଉଦିତ ହବ ବୋଲିକି ଯାହା କୁହାଯାଇଥିଲା, ତାହାର ସେଇ ତାରାକୁ ଦେଖିକି ସେମାନେ ଗଣନା କରିକି ଜାଣିଲେ ସେ ଦିନ ଆସିଯାଇଛି। ସେମାନେ ଯାତ୍ରା ଆରମ୍ଭ କରିଲେ, ଠିକ ରାସ୍ତାରେ ସେମାନେ ଆରମ୍ଭ କରିଲେ ଜର୍ଣ୍ଣି। ସେମାନେ ବିଶ୍ୱାସର ସହିତ ଯାତ୍ରା ଆରମ୍ଭ କରୁଛନ୍ତି। ଯାତ୍ରାକୁ ଆରମ୍ଭ କରିଲେ, ସେମାନଙ୍କର ଯାତ୍ରାରେ ବିଶ୍ୱାସ ଥିଲା, ସେମାନଙ୍କର ଯାତ୍ରାରେ କଣ ଥିଲା? ମୂଲ୍ୟ ଦେବାର, ଜର୍ଣ୍ଣି ଅଫ ଫେଥ୍, ଜର୍ଣ୍ଣି ଅଫ ସାକ୍ରିଫାଇସ୍। ସେମାନଙ୍କ ଜୀବନରେ ସାକ୍ରିଫାଇସର ଭୟ ଥିଲା। ସାଧାରଣତଃ ପଣ୍ଡିତ ମାନେ କୌଣସି ବିଷୟକୁ ତଦାରଖ କରିକି କନଫର୍ମ ନହେଲେ ସେମାନେ ଆଗକୁ ବଢିବେ ନାହିଁ। ଜାଣୁ ଦେଖୁଛନ୍ତି ଗୋଟେ ତାରା, ଏଇ ପ୍ରକାର ସେ ତାରାକୁ ସେମାନେ ଲକ୍ଷ୍ୟ କରିକି ଚାଲୁଛନ୍ତି। ବହୁତ କଷ୍ଟର ବେପାର। ପଣ୍ଡିତ ମାନେ, ଗାଡି ଘୋଡା ନାହିଁ। ଅନେକ ଲୋକ କୁହନ୍ତି ସୁନା କୁନ୍ଦୁରୁ ଗନ୍ଧରସ 3 ଜଣ ପଣ୍ଡିତ ଯାଇଥିଲେ, କିନ୍ତୁ ଆଉ କେତେକ ବାଇବଲ ସ୍କଲାର୍ସ ମାନେ କୁହନ୍ତି 4 ଜଣ ଯାଇଥିଲେ, ଜଣେ ଯାଇପାରିଲା ନାହିଁ, ତାଙ୍କର ଦେହ ଖରାପ ହେଇଗଲା, ସେ କଣ ହେଇଗଲା, ପଛରୁ ବ୍ରେକ୍ କରିଗଲା। ଏମାନଙ୍କ ପାଇଁ ସାକ୍ରିଫାଇସ୍ ଏହା ଥିଲା
ଯେତେବେଳେ ମାନେ ପଣ୍ଡିତ ମାନେ ବାହାରୁଛନ୍ତି ଶିଶୁ ଯୀଶୁଙ୍କୁ ଭେଟ କରିବା ପାଇଁ, ଆଉ ସେମାନଙ୍କର ପାଖରେ ଖାଦ୍ୟ ଥିଲା, ଖାଦ୍ୟ ରାସ୍ତାରେ ସରିଯାଇଥିବ, ସେମାନଙ୍କ ପାଖରେ ମୂଲ୍ୟବାନ ଜିନିଷ ଥିଲା ଯାହାକି ଶିଶୁ ଯୀଶୁଙ୍କ ପାଖକୁ ସେମାନେ ନେଇକି ଯାଉଛନ୍ତି। ସୁନା କୁନ୍ଦୁରୁ ଗନ୍ଧରସ ମୂଲ୍ୟବାନ ଜିନିଷ ଧରିଛନ୍ତି। ରାସ୍ତା ମଝିରେ ଚୋର ଡକାୟତର ଭୟ ଅଛି, କୌଣସି ଜାଗାରେ ଟେଣ୍ଟ ବାନ୍ଧିକି ସେମାନେ ରହିଥିବେ, କୌଣସି ରାତ୍ରିରେ ସେମାନେ କ୍ଷେପଣ କରିଥିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏକ ଖ୍ରୀଷ୍ଟ ବିଶ୍ୱାସୀ ଆଗକୁ ସେଇ ଶିଶୁ ଯୀଶୁଙ୍କୁ ଭେଟ କରିବା ପାଇଁ, ସେ ଉଦ୍ଧାରକର୍ତ୍ତାଙ୍କୁ ଭେଟ କରିବା ପାଇଁ, ସେ ବିଚାରକର୍ତ୍ତାଙ୍କୁ ଭେଟ କରିବା ପାଇଁ ଆମେ ପ୍ରସ୍ତୁତ ହଉଛୁ। ଆମମାନଙ୍କୁ ମଧ୍ୟ ଯାଉଛୁ। ଆମମାନଙ୍କର ଏଇ ଛାର ଶରୀରରେ, ଆମମାନଙ୍କର ଏଇ ଆଉ ମାଟି ପାତ୍ରରେ ଏକ ମୂଲ୍ୟବାନ ଜିନିଷ ପ୍ରଭୁ ଦେଇଛନ୍ତି। ସେ ମୂଲ୍ୟବାନ ଜିନିଷକୁ ଆମେ ଧରିକି ଯାଉଛୁ। ଆମମାନଙ୍କର ରାସ୍ତାରେ ତାଙ୍କ ପାଖକୁ ପହଞ୍ଚିବା ଦରକାର, ଆଉ ଏ ମୂଲ୍ୟବାନ ଜିନିଷ ତାଙ୍କ ପାଖରେ ପହଞ୍ଚିବା ଦରକାର। ଅନେକ ଲୋକ ପଥ ମଧ୍ୟରୁ ସେମାନେ ବ୍ୟାକ୍ କରି ଯାଇଛନ୍ତି, କିନ୍ତୁ ଏ ପଣ୍ଡିତ ମାନେ ଟିକେ ପାଇଁ ରାସ୍ତା ଭଡିକି ଯାଇଥିଲେ, କିନ୍ତୁ ପଣ୍ଡିତ ମାନେ ଠିକ ରାସ୍ତାରେ ପହଞ୍ଚିଗଲେ। ସେମାନଙ୍କର ଯାତ୍ରାରେ ବିଶ୍ୱାସ ଥିଲା, ସେମାନଙ୍କ ଯାତ୍ରାରେ ଆଉ ସାକ୍ରିଫାଇସ୍ ଥିଲା, ସେମାନଙ୍କ ଯାତ୍ରାରେ ଈଶ୍ୱରଙ୍କର ଉଦ୍ଦେଶ୍ୟରେ କିଛି ପ୍ରସ୍ତୁତର ସହିତ ସେମାନେ ଯାତ୍ରା କରିଛନ୍ତି, ଧରିଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଇଲିଆଜର, ମୁଁ ଆଉ ଅଧିକ ବ୍ୟାଖ୍ୟା କରିବି ନାହିଁ, ଇଲିଆଜର ଯେତେବେଳେ ଆଉ ଅବ୍ରାହମଙ୍କର ପୁତ୍ରଙ୍କ ନିମନ୍ତେ ଯେତେବେଳେ ଆଉ କନ୍ୟାକୁ ଖୋଜିବା ପାଇଁ ଗଲେ, ଯେତେବେଳେ ଗଲେ ଯେ ଦେଶରୁ, ସେ ରିବିକାଙ୍କର ସହିତ ତାଙ୍କର ଦେଖା ହେଲା। ରିବିକାଙ୍କୁ ଯେତେବେଳେ ସେ ନେଇକି ଆସୁଛନ୍ତି, ଚିନ୍ତା କରନ୍ତୁ, ଗୋଟେ ବୃଦ୍ଧ ବ୍ୟକ୍ତି ଗୋଟେ ଆଉ ୟଙ୍ଗ ଝିଅଙ୍କୁ ଆଉ ତାଙ୍କର ସହକାରିଣୀ ମାନଙ୍କୁ ସେ ନେଇକି ଆସୁଛନ୍ତି। ଚିନ୍ତା କରନ୍ତୁ, ଜଣକୁ ଆଉ ଗୋଟେ ଦେଶକୁ ଆଉ ଗୋଟେ ଦେଶକୁ ନେଇକି ଯିବା, ନିଜର ମାଲିକଙ୍କର ପୁତ୍ରଙ୍କ ନିମନ୍ତେ କନ୍ୟା ପ୍ରସ୍ତୁତ କରିଲେ, ନେଇକି ଯାଉଛନ୍ତି ରାସ୍ତାରେ। ଆଉ କୋଉ ଜାଗାରେ ସେ ଅଟକିଥିବେ, କୋଉ ଜାଗାରେ ରାତ୍ରି ଆଉ ରହିଥିବେ, ଯେତେବେଳେ ସେ ସ୍ତ୍ରୀ ଲୋକ ବା ସେ ଝିଅ ରିବିକା ଯୋଉ ଟେଣ୍ଟରେ ଶୋଇଥିବ, ତାର ଚତୁଃପାର୍ଶ୍ୱରେ ଜଗିକି ଶୋଇଥିବେ। କେତେ ପ୍ରକାର ଟେନସନ ଦେଖନ୍ତୁ। ସେଇଥିପାଇଁ ଅବ୍ରାହମ କହିଲେ, ଏ ହଉଛି ଆମର ବିଶ୍ୱସ୍ତ ଦାସ, ନେଇକି ପହଞ୍ଚେଇ ଦେଲେ ନିଜର ମାଲିକଙ୍କର ପୁତ୍ରଙ୍କ ପାଖରେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, এই ଯାତ୍ରା ସାଧାରଣ ଯାତ୍ରା ନୁହଁ। ଆମମାନଙ୍କର ଏଇ ମାଟି ପାତ୍ରରେ ପ୍ରଭୁ ମୂଲ୍ୟବାନ ଜିନିଷ ଦେଇଛନ୍ତି, ଆମମାନେ ତାହାକୁ ଧରିକି ତାଙ୍କ ପାଖକୁ ଯିବା ଦରକାର। ଯେପରି ଏଇ ପଣ୍ଡିତ ମାନେ ସୁନ୍ଦର ଯାତ୍ରା କରିଲେ ଏବଂ ପହଞ୍ଚି ପାରିଲେ। ଆଉ ଗୋଟେ ଯାତ୍ରା ଏଇ ମେଷପାଳକ ମାନେ, ଯେମିତିକି ଆମେ ପଢିଲୁ, ମେଷପାଳକ ମାନେ ମଧ୍ୟ ଯାତ୍ରା ଆରମ୍ଭ କଲେ। ସେମାନେ ଶୀଘ୍ର ଉଠିଲେ, ସେମାନେ ଶୀଘ୍ର ଉଠି ଯେମିତି ପଢିଲୁ, ସେମାନେ ଗଲେ ଏବଂ ଶିଶୁ ଯୀଶୁଙ୍କୁ ଦର୍ଶନ କରିକି ଆସୁଛନ୍ତି। ବିଳମ୍ବ କରିନାହାନ୍ତି, ସେମାନେ ଶୀଘ୍ର ଉଠୁଛନ୍ତି। ଦେଖନ୍ତୁ, ସେମାନେ ପଦାରେ ଥିବା ବ୍ୟକ୍ତି, ସେମାନଙ୍କର ଆଉ କୌଣସି ମାନେ ସମାଜ ସହିତ ଏତେ ସମ୍ପର୍କ ନାହିଁ। ସେମାନେ ପଶୁ ମାନଙ୍କର ସହିତ ଜୀବନ କାଟୁଥିବା ବ୍ୟକ୍ତି ମାନେ, ତଥାପି ସେମାନଙ୍କର ରାସ୍ତା ଠିକ, ସେମାନେ ଅନ୍ୱେଷଣ କରୁଛନ୍ତି କୋଉଠି ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। ଠିକ ରାସ୍ତାରେ ଗଲେ, ପହଞ୍ଚିଲେ ଏବଂ ପ୍ରଭୁ ଯୀଶୁଙ୍କର ଦେଖା ସାକ୍ଷାତ ହେଇପାରିଲା। ସେମାନେ ଅଶିକ୍ଷିତ ହେଇପାରନ୍ତି, ସେମାନେ କିନ୍ତୁ ଅନ୍ୱେଷଣ କରୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲ ଲେଖାଯାଏ, ଯେ ପର୍ଯ୍ୟନ୍ତ ସଦା ପ୍ରଭୁଙ୍କର ଅନ୍ୱେଷଣ, ଯେ ପର୍ଯ୍ୟନ୍ତ ତାଙ୍କର ଉଦ୍ଦେଶ୍ୟ ମିଳୁଛି, ସେ ପର୍ଯ୍ୟନ୍ତ ତୁମେ ତାହାଙ୍କର ଅନ୍ୱେଷଣ କର, ଅନୁସନ୍ଧାନ କର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଶିକ୍ଷିତ ଲୋକମାନେ ପହଞ୍ଚି ପାରିଲେ ଏବଂ ଅଶିକ୍ଷିତ ଲୋକମାନେ ମଧ୍ୟ, ଯୋଉମାନେ କି ପଦାରେ ଥିଲେ, ବାହାରେ ଥିଲେ, ଯୋଉମାନେ କି କୌଣସି ବିଷୟ ଜାଣିନାହାନ୍ତି, ସେମାନଙ୍କ ନିକଟରେ ଏକ ବାର୍ତ୍ତା ଆସି ପହଞ୍ଚୁଛି, ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଅଛନ୍ତି। ଆମମାନେ କଣ ବାହାରେ ରହିଛୁ କି? ଆଜି ଆମମାନଙ୍କୁ ମଧ୍ୟ ସେଇ ରାସ୍ତାରେ ଯିବା ପାଇଁ ପ୍ରଭୁଙ୍କର ଆଉ ଆହ୍ୱାନ ଆସୁଛି। ପଦାରେ ଥିଲେ ସେମାନଙ୍କର ଆଉ କୌଣସି ପ୍ରକାର ଲୋକମାନଙ୍କର ସହିତ ଏତେ ସମ୍ପର୍କ ନାହିଁ, ପଶୁ ମାନଙ୍କର ସହିତ ସମ୍ପର୍କ ଥିଲା। ସେମାନେ ଯାଉଛନ୍ତି, ଶିଶୁ ଯୀଶୁଙ୍କୁ ସେମାନେ ଦେଖୁଛନ୍ତି। ଧନ୍ୟ ସେଇ ତାରା, ଯୋଉ ତାରା ମଧ୍ୟ ତାଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା। ସେ ତାରା ଆରମ୍ଭ କରିଲା ଏବଂ ସେ ତାରା ଶିଶୁ ଯୀଶୁଙ୍କ ପାଖରେ ସମାପ୍ତ କରୁଛି। ସେ ତାରା ତାଙ୍କର ରାସ୍ତାରେ ସେ ଠିକ, ସେ ତାରା ଯେତେବେଳେ ଯାଉଛି, ସେ ତାରା କଣ କରୁଛି? ରାସ୍ତା କଡେଇବାର ତାରା ଥିଲା ସେଟା। ସେ ରାସ୍ତା ଦେଖଉଛି ଅନ୍ୟକୁ ଏବଂ ସେ ତାରା କଣ କରୁଛି? ଆଉ ଆରମ୍ଭ କରିଲା ଏବଂ ପ୍ରଭୁ ଯୀଶୁଙ୍କ ଠାରେ ସମାପ୍ତ କରୁଛି। କୁଆଡେ ଯାଇନି। ହୁଏତ ପଣ୍ଡିତ ମାନେ କିଛି ସମୟ ପାଇଁ ଆଉ ବିଗିଡି ଯାଇଥିଲେ,
କିଛି ସମୟ ପାଇଁ ଭଟକି ଯାଇଥିଲେ, କିଛି ସମୟ ପାଇଁ ଲାଇନଚ୍ୟୁତ ହେଇଯାଇଥିଲେ, କିନ୍ତୁ ତାରା ତାର କାମ ସେ କରିକି ଦେଖେଇଦେଲା। ସେ ତାରା ଆରମ୍ଭ କରିଲା ଏବଂ ପ୍ରଭୁ ଯୀଶୁଙ୍କ ଠାରେ ସମାପ୍ତ କରୁଛି। ଆଜି ଆମମାନଙ୍କର ରାସ୍ତା ଆମେ ଆରମ୍ଭ କରିଛୁ, ସମାପ୍ତ କୋଉଠି ହେବା ଦରକାର? ପ୍ରଭୁ ଯୀଶୁଙ୍କ ଠାରେ। ଅନେକ ଲୋକ ରାସ୍ତାକୁ ସଫଳ କରିପାରିନାହାନ୍ତି। ଏ ତାରା କଣ କରିଲା? ଏକ ସୁନ୍ଦର ତାରା, ଯୋଉ ତାରା କି ପ୍ରଭୁ ଯୀଶୁଙ୍କ ଠାରେ ସମାପ୍ତ କରୁଛି। ତାରା ଯୀଶୁଙ୍କ ନିକଟକୁ ନେବାର ତାରା, ପଣ୍ଡିତ ମାନଙ୍କୁ ଗାଇଡ କରିକି ନେବାର ତାରା, ଏବଂ ଏ ତାରା ସଂକେତ ଦେବା ତାରା। ଏ ତାରା ଯୀଶୁ ଜନ୍ମଗ୍ରହଣ କରିଅଛନ୍ତି ବୋଲି ସଂକେତ ଦେବା ତାରା ଅଟେ। ଏ ତାରା ଆଉ କଣ ଅଟେ? ଆନନ୍ଦ ଦେବାର ତାରା ଅଟେ। ପଣ୍ଡିତ ମାନେ ଦେଖିଲେ, କହିଲେ ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ଅନ୍ୟକୁ କଣ ଆନନ୍ଦ ଦେବାର ତାରା, ଅନ୍ୟକୁ ଯୀଶୁଙ୍କର ବାର୍ତ୍ତା ଦେବା ତାରା, ଅନ୍ୟକୁ ଯୀଶୁଙ୍କ ନିକଟକୁ ନେଇକି ଯିବାର ତାରା, ଏବଂ ଏଇ ତାରା ଆରମ୍ଭ ଏବଂ ଶେଷ ଯୀଶୁଙ୍କ ଠାରେ କରୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନଙ୍କର ରାସ୍ତା, ଆମମାନଙ୍କର ଜର୍ଣ୍ଣି এই ପ୍ରକାର ହଉ, ଆମେ ତାଙ୍କୁ ସାକ୍ଷାତ କରିପାରିବା। ଆମମାନଙ୍କର ଆରମ୍ଭ ଏବଂ ଶେଷ ଯୀଶୁଙ୍କ ଠାରେ ହେବା ଦରକାର। ଅନେକ ଲୋକ ପଥରେ ସେମାନେ ଆଉ ବିଭ୍ରାନ୍ତ ହେଇଯାଇଛନ୍ତି, ପଥଭ୍ରଷ୍ଟ ହେଇଯାଇଛନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କୁ ଆଜି ଯଦି ଆମେ ଗ୍ରେଟ ସେଲିବ୍ରେସନ କରିବା ପାଇଁ ଯାଉଛୁ ଖ୍ରୀଷ୍ଟମାସକୁ, ତାଙ୍କୁ ସାକ୍ଷାତ କରିବା ପାଇଁ ହେଲେ ଠିକ ରାସ୍ତାରେ ଆମମାନଙ୍କର ରାସ୍ତା ସମାପ୍ତ କରିବା ଦରକାର। କାରଣ ଯେତେବେଳେ ଜିଖରିୟ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ ସେମାନେ ଯାଜକତ୍ୱ କାର୍ଯ୍ୟ କରୁଥିଲେ, ପାଳି ଅନୁସାରେ ସେମାନେ କଣ କରୁଥିଲେ? ପାଳି ସମାପ୍ତ ନ ହେବା ପର୍ଯ୍ୟନ୍ତ ମନ୍ଦିର ଛାଡୁ ନଥିଲେ। ଲେଖାଯାଏ, ଲୋକ ପଢିବେ ଯଦି, ସେମାନେ ପାଳି ସମାପ୍ତ କରିକି ହିଁ ଘରକୁ ଯାଉଥିଲେ। ବୃଦ୍ଧ ବୃଦ୍ଧା ବ୍ୟକ୍ତି ମାନେ, ସେମାନଙ୍କ ପାଖରେ ସନ୍ତାନ ସନ୍ତତି ନଥିଲା, ତଥାପି ସେମାନଙ୍କର କାର୍ଯ୍ୟରେ ସେମାନେ ଫେଥଫୁଲ। ସେମାନେ କଣ କରୁଛନ୍ତି? ଆରମ୍ଭ କରୁଛନ୍ତି, ତାଙ୍କର ପାଳି ସମାପ୍ତ କରିଲା ପରେ ହିଁ ସେମାନେ ଘରକୁ ଗଲେ, ଯଦ୍ୱାରା ପ୍ରଭୁ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କୁ କହିଲେ, ତୁମ କୋଳରେ ଆମେ ଡୁବକ ଜହନଙ୍କୁ ଦେବା। ଯୋଉମାନେ ନିଜର କାର୍ଯ୍ୟକୁ ସମାପ୍ତ କରନ୍ତି, ଯୋଉମାନେ ନିଜର କାର୍ଯ୍ୟକୁ ଆରମ୍ଭ ଏବଂ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ, ପୁରସ୍କାର ଏବଂ ଆନନ୍ଦ ଦେବା ପାଇଁ ଚାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାରାଙ୍କ ପରି, ପଣ୍ଡିତଙ୍କ ପରି ଏବଂ ସେଇ ମେଷପାଳକ ମାନଙ୍କ ପରି। ମେଷପାଳକ ମାନେ ଚିନ୍ତା କରନ୍ତୁ, କୋଉ ଜାଗାରେ ଥିଲେ କୋଉ ଜାଗାକୁ ଗଲେ, ପଣ୍ଡିତ ମାନେ କୋଉ ଜାଗାରୁ କୋଉ ଜାଗାକୁ ଗଲେ, ଗୋଟେ ତାର ମଧ୍ୟ ଠିକ ଭାବରେ ପହଞ୍ଚି ପାରିଲା। ଦ୍ୱିତୀୟ ବିଷୟ, ଠିକ ରାସ୍ତାରେ ଯାଉ ଏବଂ ଠିକ ସ୍ଥାନକୁ ମଧ୍ୟ ଯିବା ଆବଶ୍ୟକ ରହିଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମର ରାସ୍ତା ଗୋଟିଏ, ଯଦି ଯୋଉ ସ୍ଥାନ, ଯୋଉ ପଟେ ଈଶ୍ୱର ଆସୁଛନ୍ତି ବା ଯୋଉ ସ୍ଥାନ ଦେଇକି, ଯୋଉ ରାସ୍ତା ଦେଇକି ଗଲେ ଆମେ ତାଙ୍କୁ ଭେଟ କରିପାରିବା, ଯଦି ଅନ୍ୟ ପଟେ ଯଦି ଯିବା, ଆମେ ତାଙ୍କୁ ସାକ୍ଷାତ କରିପାରିବା ନାହିଁ। ଦ୍ୱିତୀୟ ବିଷୟ, ଠିକ ପ୍ଲେସ। ଠିକ ପ୍ଲେସ, ଏକ ଗୁହାଳ ଘର। এই ଗୁହାଳ ଘର ମାନେ ଆଶ୍ଚର୍ଯ୍ୟର, ଠିକ এই ଗୁହାଳ ଘର ଦେଖନ୍ତୁ, ଯେତେବେଳେ ଶିଶୁ ଯୀଶୁ ଜନ୍ମ ହେଲେ, ସେଇ ଶିଶୁ ଯୀଶୁଙ୍କର ଜନ୍ମ ହେଲା ପରେ এই ଗୁହାଳ ଘରର ରୂପ ବଦଳିଗଲା। এই ଗୁହାଳ ଘରର ସବୁ ବଦଳିଗଲା। ଚିନ୍ତା କରନ୍ତୁ, এই ଗୁହାଳ ଘର ଲୋକମାନେ ଘୃଣା କରନ୍ତି। ଗୁହାଳ ଘରକୁ ଲୋକମାନେ କଣ କରନ୍ତି? ପାଖ ଦେଇକି ଗଲେ ନାକକୁ ବନ୍ଦ କରିକି ଯାଆନ୍ତି। এই ଗୁହାଳ ଘରୁ ଦୁର୍ଗନ୍ଧ ବାହାରେ, ମଶା ମାଛି ପଶୁ ମାନଙ୍କର ସ୍ଥାନ ଅଟେ। ଅପରିଷ୍କାର ଥିଲା ଗୁହାଳ ଘର। କିନ୍ତୁ ଯୀଶୁ ଯେତେବେଳେ ଜନ୍ମ ହେଲେ, এই ଗୁହାଳ ଘରକୁ ପଣ୍ଡିତ ମାନେ କଣ ହଉଛନ୍ତି? ଦୂର ଦେଶରୁ କଣ କରୁଛନ୍ତି? ପଇସା ଖର୍ଚ୍ଚ କରି এই ଗୁହାଳ ଘରକୁ ଆସୁଛନ୍ତି। ଚିନ୍ତା କରନ୍ତୁ, ଠିକ ରାସ୍ତା ଯଦି ଆମେ ପ୍ରଭୁଙ୍କୁ ନିଜର ସ୍ଥାନ ଦେବା, ଯଦି ଠିକ ସ୍ଥାନ, ଯଦି ଆମେ ପ୍ରଭୁଙ୍କୁ ସ୍ଥାନ ଦେବା, ଆମମାନଙ୍କର ସ୍ଥାନ ବଦଳି ଯିବ। ଏକ ଗୁହାଳ ଘରର ରୂପରେଖ ସବୁ ମାନେ ଚେଞ୍ଜ ହେଇଗଲା। ପଇସା ଖର୍ଚ୍ଚ କରିକି ପଣ୍ଡିତ ମାନେ ଗୁହାଳ ଘରକୁ ଆସୁଛନ୍ତି। ଚିନ୍ତା କରନ୍ତୁ, ଆଶ୍ଚର୍ଯ୍ୟର ବିଷୟ ଲାଗେ। ଆଉ ଏମାନେ ଗୁହାଳ ଘରକୁ ସେମାନେ କଣ କରୁଛନ୍ତି? ସମ୍ମାନର ସହିତ ଗୁହାଳ ଘରେ ପ୍ରବେଶ କରୁଛନ୍ତି, ମୁଣ୍ଡ ନୁଆଇକି, ଏବଂ ଗୁହାଳ ଘରେ ଶିଶୁ ଯୀଶୁ ଶୋଇଛନ୍ତି, ସେମାନେ ମସ୍ତକ ନତ କରି ଶିଶୁ ଯୀଶୁଙ୍କୁ କଣ କରୁଛନ୍ତି? ପ୍ରଣାମ କରୁଛନ୍ତି। କୌଣସି ରାଜଉଆସ ନୁହଁ, ଗୁହାଳ ଘର। এই ଗୁହାଳ ଘରକୁ ନାମୀ ଦାମୀ ଜିନିଷ ସବୁ ପ୍ରବେଶ କରୁଛି। এই ଗୁହାଳ ଘରରେ କଣ ସବୁ ପ୍ରବେଶ କରେ, ମୁଁ ଆଉ ଅଧିକ ବ୍ୟାଖ୍ୟା କରିବି ନାହିଁ। ଯୋଉ ମାନେ ଖଡିକା ଝାଡୁ,
ଆଉ ବିଭିନ୍ନ ପ୍ରକାର କଢେଇ, ବିଭିନ୍ନ ପ୍ରକାର ଜିନିଷ, ଯୋଉ ଫାବଡା ସବୁ ଜିନିଷ ସବୁ ଆଉ କଣ କରନ୍ତି, ତାର ମୂତ ଗୋବର ସବୁ କଣ କରନ୍ତି, କାଢିବା ପାଇଁ ଏ ଗୁହାଳ ଘରରେ ସେଇ ସବୁ ଜିନିଷ ପ୍ରବେଶ କରେ। କିନ୍ତୁ କୋଉ ଜିନିଷ ପ୍ରବେଶ କରୁଛି ସେଦିନ? ସୁନା, କୁନ୍ଦୁରୁ, ଗନ୍ଧରସ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏକ ନାମୀ ଦାମୀ ଜିନିଷ ପ୍ରବେଶ କରୁଛି। ଯୀଶୁ ଯେଉଁ ସ୍ଥାନରେ ଜନ୍ମ ଗ୍ରହଣ କରନ୍ତି ସେଇ ସ୍ଥାନ କଣ ହେଇଯାଏ? ମୂଲ୍ୟବାନ ହେଇଯାଏ। ସେଥିପାଇଁ ମିଖା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କୁହାଯାଉଛି, ହେ ବେଥଲେହେମ ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ନିକଟରେ ଏକ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିବେ, ସେ ଶାସନକର୍ତ୍ତା ହେବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବେଥଲେହେମ ଗୋଟେ ଛୋଟିଆ ସ୍ଥାନ ଥିଲା, ବେଥଲେହେମ ଗୋଟେ ଛୋଟିଆ ନଗର ଥିଲା। କିନ୍ତୁ ଯେତେବେଳେ ଶିଶୁ ଯୀଶୁ ଜନ୍ମ ହେଲେ, ବେଥଲେହେମ କଣ ହେଲା? ତାର ରୂପରେଖ ବଦଳି ଗଲା। ବେଥଲେହେମରେ ପ୍ରଭୁ ଯୀଶୁଙ୍କର ଆନନ୍ଦର ଲହରୀ ଖୋଲିଗଲା। ଏଇ ଗୁହାଳ ଘର ଉପରେ ଏକ ସ୍ୱତନ୍ତ୍ର ତାରା ମଧ୍ୟ ଦେଖାଗଲା। ଏଇ ଗୁହାଳ ଘରକୁ ଲୋକମାନେ କଣ କଲେ? ଆଉ ଆଉ କଣ କଲେ? ସମ୍ମାନ ସହିତ ଆସିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଠିକ ସ୍ଥାନକୁ ଯିବା ଦରକାର। ଯଦି ଆମେ ଠିକ ସ୍ଥାନ ନ ଦେଉ ପ୍ରଭୁଙ୍କୁ, ଆମେ କଣ ହବା? ଆମେ ପ୍ରଭୁଙ୍କୁ ସାକ୍ଷାତ କରିପାରିବା ନାହିଁ। ତେଣୁକରି ଠିକ ରାସ୍ତାରେ ଯିବା ଦରକାର ଏବଂ ଠିକ ସ୍ଥାନକୁ ମଧ୍ୟ ଆମକୁ ଯିବାକୁ ଦରକାର, ଯେଉଁ ସ୍ଥାନରେ ଶିଶୁ ଯୀଶୁ ଅଛନ୍ତି, ଯେଉଁ ସ୍ଥାନରେ ପ୍ରଭୁ ଅଛନ୍ତି। କାରଣ ଅନେକ ବାହାରେ ରହିଗଲେ, ବାଇବଲରେ ଲେଖା ହେଇଛି, ଅନେକ ଲୋକ ବାହାରେ ମାନେ ଭିତରକୁ ଗଲେ ଏବଂ ଶିଶୁ ଯୀଶୁଙ୍କର ଦର୍ଶନ ପାଇଲେ। ପଣ୍ଡିତ ମାନେ ବାହାରେ ଥିଲେ ଏବଂ ଏଇ ଆଉ ମେଷପାଳକ ମାନେ ବାହାରେ ଥିଲେ, ଭିତରକୁ ଗଲେ ଶିଶୁ ଯୀଶୁଙ୍କର ଦର୍ଶନ ପାଇଲେ। ଆଜି ମଧ୍ୟ ଆମମାନଙ୍କୁ ପ୍ରଭୁ କହୁଛନ୍ତି ଠିକ ସ୍ଥାନକୁ ଯିବା ଦରକାର, ଯେଉଁ ସ୍ଥାନରେ କି ମୋର ପ୍ରଭୁଙ୍କୁ ମୁଁ ଭେଟ କରିପାରିବି, ଯେଉଁ ସ୍ଥାନକୁ ଗଲେ କି ମୋର ଯୀଶୁଙ୍କୁ ମୁଁ ଭେଟ କରିପାରିବି, ଯେଉଁ ସ୍ଥାନରେ ବସିଲେ କି ମୋର ଯୀଶୁଙ୍କର କଥା ଶୁଣିପାରିବି, ଯେଉଁ ସ୍ଥାନରେ କି ମୁଁ ବସିଲେ ସେଇ ଯୀଶୁଙ୍କ ନିକଟରେ ମୋର ନିବେଦନ ହେଇପାରିବ। ମୁଁ ଯେଉଁ ସ୍ଥାନରେ କି ବସିଲେ ମୋର ସହ ବନ୍ଧୁମାନେ, ମୋର ସହଭାଗିତାର ଲୋକମାନେ ଶିଶୁ ଯୀଶୁଙ୍କର ବା ଯୀଶୁଙ୍କର ବାର୍ତ୍ତାକୁ କହୁଥିବେ, ଶୁଣୁଥିବେ। ଏ ପ୍ରକାର ସହଭାଗିତା ମଧ୍ୟକୁ ଆମମାନଙ୍କୁ ଯିବାକୁ ଦରକାର। ଆଜି ଅନେକ ଲୋକ ବାହାରେ ରହିଗଲେ। ଅପବ୍ୟୟ ପୁତ୍ରଙ୍କର ଯୋଉ ବିଷୟ, ବଡ ଭାଇ କଣ ହେଲେ? ସେ ବାହାରେ ରହିଗଲେ, ଭିତରକୁ ଆସିପାରିଲେନି, ସେ ବାହାରେ ରହିଗଲେ। ନିର୍ବୁଦ୍ଧି ସ୍ତ୍ରୀ ଲୋକମାନେ ବାହାରେ ରହିଗଲେ। ଅନେକ ଲୋକ ବାହାରେ ରହିଗଲେ, ଭିତରକୁ ଆସିପାରିଲେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ବାହାରେ ସମସ୍ୟା ଅଛି। ଆମମାନଙ୍କୁ ପ୍ରଭୁ ସ୍ଥାନ ଦେଖାଉଛନ୍ତି, ଭିତରକୁ ଆସ, ଯୋଉ ଭିତରେ କି ଆମେ ପ୍ରଭୁ ଯୀଶୁଙ୍କୁ ସାକ୍ଷାତ କରିପାରିବା। ସେ ପ୍ରଭୁ ଯୀଶୁଙ୍କ ଠାରେ କ୍ଷମା ଅଛି, ସେ ପ୍ରଭୁ ଯୀଶୁଙ୍କ ଠାରେ ଆନନ୍ଦ ଅଛି, ସେ ପ୍ରଭୁ ଯୀଶୁଙ୍କ ଠାରେ ଆଉ କଣ ଅଛି? ଆଶୀର୍ବାଦ ଅଛି। ମେଷପାଳକ ମାନେ ଯେତେବେଳେ ଗୁହାଳ ଘରକୁ ଗଲେ, ଯେତେବେଳେ ସେମାନେ ବାହାରକୁ ବାହାରୁଛନ୍ତି, ସେମାନେ କଣ କରୁଛନ୍ତି? ଅନ୍ୟମାନଙ୍କୁ କହି କହି ଈଶ୍ୱରଙ୍କର ବାର୍ତ୍ତାକୁ ସେମାନେ କଣ କରୁଛନ୍ତି? କହି କହି ଯାଉଛନ୍ତି। ଯୋଉ ପଣ୍ଡିତ ମାନେ ଯେତେବେଳେ ଆସିଲେ ଠିକ ରାସ୍ତାରେ, ଠିକ ଜାଗାକୁ, ସେମାନଙ୍କର ଜୀବନ ଏ ପ୍ରକାର ପରିବର୍ତ୍ତନ ହେଇଗଲା। ଆଉ ସେମାନଙ୍କୁ କୁହାଗଲା, ତୁମେ ଯୋଉ ରାସ୍ତାରେ ଆସିଛ ସେ ରାସ୍ତାରେ ଯିବନି, ଅନ୍ୟ ରାସ୍ତାରେ ଯିବ। ସେମାନଙ୍କର ରାସ୍ତା କଣ ହେଲା? ସେମାନେ ଚେଞ୍ଜ କରିକି ଆଗକୁ ବଢିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ଖ୍ରୀଷ୍ଟମାସ ଠିକ ରାସ୍ତାରେ ଯଦି ଯିବା, ଆମେ ତାଙ୍କୁ ସାକ୍ଷାତ କରିପାରିବା। ଆମମାନଙ୍କର ଖ୍ରୀଷ୍ଟମାସ ଠିକ ସ୍ଥାନକୁ ଯଦି ଯିବା, ଆମମାନଙ୍କର ଖ୍ରୀଷ୍ଟମାସ ସଫଳ ହବ, ତାଙ୍କୁ ଆମେ ସାକ୍ଷାତ କରିପାରିବା। ଏବଂ ଠିକ ଭାବରେ ପ୍ରସ୍ତୁତି ମଧ୍ୟ ଦରକାର। ବିଭିନ୍ନ ପ୍ରକାର ପ୍ରସ୍ତୁତି ଚାଲିଛି, ଠିକ ଅଛି। ବିଭିନ୍ନ ପ୍ରକାର ଷ୍ଟାର, ବିଭିନ୍ନ ପ୍ରକାରର ଜାକଜକମ ଚାଲିଛି, ଠିକ ଅଛି। କିନ୍ତୁ ଭେଟ ହେବା ପାଇଁ ଏବଂ ତାଙ୍କୁ ଯୋଉ ମୁଁ ସାକ୍ଷାତ କରିବି, ତାଙ୍କୁ ମୁଁ କଣ ଦେବି? ମୋ ପାଖରେ କଣ ଅଛି ତାଙ୍କୁ ଦେବା ପାଇଁ? ପଣ୍ଡିତ ମାନଙ୍କ ପାଖରେ ତ ସୁନା, କୁନ୍ଦୁରୁ, ଗନ୍ଧରସ ଥିଲା। ମୋ ପାଖରେ କଣ ଅଛି? ମୁଁ ତାଙ୍କୁ ଦେବି। ପ୍ରସ୍ତୁତ ସହକାରେ ଯିବା ଦରକାର। ମୁଁ ଖାଲି ହାତରେ କଣ ଯିବି କି ମୋର ପ୍ରଭୁଙ୍କ ପାଖକୁ? ଯେତେବେଳେ ମୁଁ ସାକ୍ଷାତ କରିବି, ମୁଁ କିଛି ନେଇକି ଯିବା ଦରକାର। ମୋ ପାଖରେ କଣ ଅଛି? ପ୍ରଭୁ ଏଇ ମାଟି ପାତ୍ରରେ ମତେ କଣ ଦେଇଛନ୍ତି ମୂଲ୍ୟବାନ ଜିନିଷକୁ? ମୁଁ ମୋର ଉଦ୍ଧାରକର୍ତ୍ତାଙ୍କୁ ନେଇକି ମୁଁ ଯିବି। କାରଣ ଆମୋସ ପୁସ୍ତକ ଯେ ପ୍ରକାର ପଢିଲୁ, ଅନେକ ସମସ୍ୟା ସତ୍ୟ ମଧ୍ୟ ଲୋକମାନେ ଫେରୁ ନଥିଲେ ପ୍ରଭୁଙ୍କ ପାଖକୁ। ସେଥିପାଇଁ ପ୍ରଭୁ କହିଲେ, ମୁଁ ଆସୁଛି, ମୋ ସହିତ ତୁମେ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହୁଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଜଣକୁ ସାକ୍ଷାତ କରିବା ପାଇଁ ଯାଉଛୁ,
କିଛି ନା କିଛି ତ ନେଇକି ଯିବାକୁ ପଡିବ। କାରଣ ସେ ଆମ ପାଇଁ ମୂଲ୍ୟ ଦେଇଛନ୍ତି, ଆମ ପାଇଁ ସେ ଅନେକ ମୂଲ୍ୟବାନ ବିଷୟ ସବୁ ଆମ ପାଇଁ ସେ ସାକ୍ରିଫାଇସ କରିଛନ୍ତି, ଆମକୁ ଗୋଟେ ମୂଲ୍ୟବାନ କରିଦେଇଛନ୍ତି। ଆମେ ମୂଲ୍ୟବାନର ସହିତ ତାଙ୍କ ନିକଟକୁ ଯିବା ଦରକାର। କାରଣ ଗତ ଥର ଚିନ୍ତା କରୁଥିଲୁ, ଜଣଙ୍କ ପାଖରେ ବିବାହ ବସ୍ତ୍ର ନଥିଲା, ତାଙ୍କୁ ବାହାରକୁ କଢାଇ ଦିଆଗଲା। ଜଣେ ମୁଦ୍ରାକୁ ସେ ଠିକ ଭାବରେ ୟୁଜ କରିପାରିଲେ ନାହିଁ, ତାକୁ ମଧ୍ୟ ବାହାରକୁ କାଢିଦେଲେ। ନିର୍ବୁଦ୍ଧି ସ୍ତ୍ରୀ ମାନଙ୍କ ପାଖରେ ତୈଳର ଅଭାବ ହେଲା, ତାଙ୍କୁ ମଧ୍ୟ ବାହାରେ ରହିବାକୁ ପଡିଲା। ସେମାନେ ସାକ୍ଷାତ କରିପାରିଲେ ନାହିଁ, ସେମାନଙ୍କ ପାଇଁ ଦ୍ୱାର ବନ୍ଦ ହେଇଗଲା। ନୋହଙ୍କ ସମୟରେ ମଧ୍ୟ ଦ୍ୱାର ପ୍ରଭୁ ବନ୍ଦ କରିଦେଲେ। ଯେତିକି ଲୋକ ଆସିଲେ ବାସ୍, ଆଉ ସଦାପ୍ରଭୁ ପରମେଶ୍ୱର ଦ୍ୱାର ବନ୍ଦ କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ତାଙ୍କୁ ସାକ୍ଷାତ କରିବା ପାଇଁ ଯାଉଛୁ, ଆମେ ଯଦି ସେଇ ସେଲିବ୍ରେସନ ପାଳନ କରିବା ପାଇଁ ଯାଉଛୁ, କିଛି ତ ଦରକାର ତାଙ୍କୁ ନେଇକି ଯିବା ପାଇଁ। ବଡ ଦିନରେ ଅନେକ ଆନନ୍ଦର ସହିତ ପାଳନ କରିବା ଠିକ କଥା, ପ୍ରସ୍ତୁତି ଚାଲିଛି, ଆମେ ପ୍ରସ୍ତୁତ କରୁଛୁ। କିନ୍ତୁ ବ୍ୟକ୍ତିଗତ ଭାବରେ କେତେବେଳେ ସଫଳ ହବ, ଯଦି ଠିକ ରାସ୍ତାରେ ଯିବା, ଯଦି ଠିକ ସ୍ଥାନକୁ ଯିବା, ଯଦି ଠିକ ବିଷୟକୁ ଆମେ ପ୍ରସ୍ତୁତ ସହକାରେ ଯିବା। ପଣ୍ଡିତ ମାନେ ସେମାନେ ଦେଖିଲେ ଜଣେ ଜନ୍ମଗ୍ରହଣ କରିଛନ୍ତି, ତାକୁ ସୁନା ଦରକାର, ସେ ରାଜା ମାନଙ୍କର ରାଜା, ତାକୁ ଗନ୍ଧରସ ଦରକାର, ସେ ମହାନ ଯାଜକ ଅଟନ୍ତି, ସେ ମହାନ ଆଉ ଏକ ଉଦ୍ଧାରକର୍ତ୍ତା, ଏକ ବଳିକୃତ, ଶେଷରେ ସେ ଯେ ବଳିକୃତ ହେବେ, ଆଉ ସେ ଯେ ଜଗତର ପାପର ଭାର ବହନ କରିକି ନେଇକି ଯିବେ। ସେଥିପାଇଁ ସେମାନେ ଗୋଟେ ରାଜାଙ୍କୁ ସମ୍ମାନ କରିବା ପାଇଁ, ଗୋଟେ ଉଦ୍ଧାରକର୍ତ୍ତାଙ୍କୁ ସମ୍ମାନ କରିବା ପାଇଁ, ଏକ ଯାଜକଙ୍କୁ ସମ୍ମାନ କରିବା ପାଇଁ ସେମାନେ ସୁନା, କୁନ୍ଦୁରୁ, ଗନ୍ଧରସ ସେମାନେ କଣ କରୁଛନ୍ତି, ଭେଟି ଦେଇକି ଆସୁଛନ୍ତି। ଆଜି ଆମ ପାଖରେ କଣ ଅଛି, ଆମେ ପ୍ରଭୁଙ୍କୁ ସାକ୍ଷାତ କରିଲେ ଦେବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ଠିକ ରାସ୍ତାରେ ଯଦି ଯିବା, ଯଦି ଠିକ ସ୍ଥାନକୁ ଯଦି ଯିବା, ଯଦି ଠିକ ଭାବରେ ପ୍ରସ୍ତୁତ ହେଇକି ଯିବା, ତାହେଲେ ନିଶ୍ଚିତ ଭାବରେ ଆମେ ପ୍ରଭୁଙ୍କର ଦର୍ଶନ କରିପାରିବା ଏବଂ ପ୍ରଭୁଙ୍କୁ ସାକ୍ଷାତ କରିପାରିବା। ଯେଉଁଠାରେ ପ୍ରଭୁଙ୍କର ସାକ୍ଷାତ ଯାହା ପାଇଁ ପାଳନ କରାଯିବ, ଯଦି ତାକୁ ସାକ୍ଷାତ କରିପାରିବା ନାହିଁ, ସବୁ ବୃଥା। କାଲି ମୁଁ ନ୍ୟୁଜ ପେପରରେ ଜଷ୍ଟ ଟିକେ ହେଡଲାଇନ ଦେଖୁଥିଲି, ଆଉ ବେଙ୍ଗଲୁରରେ ଗୋଟେ ବିବାହ କାର୍ଯ୍ୟ ଥିଲା, ଆଉ ବିବାହରେ ସେମାନେ ବା ଅନ୍ୟ ଜାଗାରେ ବିବାହ ଥିଲା, ବେଙ୍ଗଲୁରରେ ସେମାନଙ୍କର ରିସେପସନ ଥିଲା। ତ ସେମାନେ ବରକନ୍ୟା ରିସେପସନ ରେ ଫ୍ଲାଇଟ ରେ ଆସିକି ପହଞ୍ଚି ପାରିଲେ ନାହିଁ। କାହିଁକି ନା ଫ୍ଲାଇଟ ର ବର୍ତ୍ତମାନ ଯୋଉ ଚାଲିଥିଲା, ଅନେକ ଶହ ଶହ ଫ୍ଲାଇଟ କ୍ୟାନସେଲ ହେଇଗଲା। ସେ ଫ୍ଲାଇଟ ସକାଶେ ବରକନ୍ୟା ଠିକ ଟାଇମ ରେ ଆସି ପାରିଲେ ନାହିଁ। ସେହି ଆୟୋଜନ କରାଯାଇଛି, ସେଇ ପଟ ଭୋଜିର ଆୟୋଜନ କରାଯାଇଛି। କଣ କରାଯିବ, ବରକନ୍ୟା ନ୍ୟୁ କପଲ ଗୋଟିଏ ଜାଗାରେ ଆଉ ରିସେପସନ, ସେମାନେ ଫ୍ଲାଇଟ ରେ ଆସିକି ପହଞ୍ଚିବାର ଥିଲା, ଫ୍ଲାଇଟ ରେ ଆସି ପହଞ୍ଚି ପାରିଲେ ନାହିଁ। ଭିଡିଓ କଲ ମାଧ୍ୟମରେ ସ୍କ୍ରିନ ଲଗେଇକି, ଏପଟେ ଭୋଜି ଚାଲିଛି, ସେପଟ ସ୍କ୍ରିନ ଲଗେଇକି, ଆଉ ସେ ବରକନ୍ୟା ସେମାନେ ବସିଛନ୍ତି। ଅଦ୍ଭୁତ ବିଷୟ ସବୁ। ଯାହାଙ୍କ ପାଇଁ କି ଆୟୋଜନ, ସେମାନେ ସେ ସ୍ଥାନରେ ନାହାନ୍ତି। ଯାହାଙ୍କ ପାଇଁ କି ଆମେ ପାଳନ କରିବା, ଯଦି ତାଙ୍କୁ ସାକ୍ଷାତ କରିପାରିବା ନାହିଁ, ସବୁ ବୃଥା ହେଇଯିବ। କାରଣ ପର୍ବ ସମୟରେ ଯୀଶୁ ଯେତେବେଳେ ବୁଲୁଥିଲେ, ଆଉ ସେଇ ପ୍ରକାର ଜାଗା ମାନଙ୍କୁ ଯାଇକି ବୁଲୁଥିଲେ, ଅନ୍ଧ, ଖଞ୍ଜ, ଶୁଷ୍କାଙ୍ଗ ଯୋଉ ଜାଗାରେ ପଡିକି ରହୁଥିଲେ, ସେମାନଙ୍କ ପାଖକୁ ଯାଉଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଠିକ ରାସ୍ତାରେ ଚାଲିବା, ଠିକ ସ୍ଥାନକୁ ଯଦି ଯିବା, ଠିକ ଭାବରେ ପ୍ରସ୍ତୁତ ହବା, ଆମେ ତାଙ୍କୁ ସାକ୍ଷାତ କରିପାରିବା, ଯଦ୍ୱାରା ଆମମାନଙ୍କର ଖ୍ରୀଷ୍ଟମାସ ସେଲିବ୍ରେସନ ଆନନ୍ଦ ଏବଂ ଉଜ୍ଜଳ ଭାବରେ ଏବଂ ସକ୍ସେସଫୁଲ ଭାବରେ ଆମେ ପାଳନ କରିପାରିବା। ପ୍ରଭୁ ଆମମାନଙ୍କୁ ଆଉ ଏ ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ନମସ୍କାର।